ମୁଁ ଧର୍ମେନ୍ଦ୍ର ମହାରଥୀ ସେଇ ରାଜାଙ୍କ ଝିଅକୁ ଖୋଜି ଆସିଛି, ହେଲେ ମିଳୁନି। ମୁଁ ଏଇ ଘର ଜଙ୍ଗଲ ମଧ୍ୟରେ ଖୋଜିବାକୁ ପଡ଼ିବ। ମୁଁ ଖୋଜିଲେ ତାଙ୍କୁ ହତ୍ୟା କରିଦେବି। କାହିଁକି ନା ଏଇ ଜଙ୍ଗଲର ରାସ୍ତାରେ ଆସୁଥିଲେ ମୁଁ ଏଇଠି ଅପେକ୍ଷା କରେ। ମୁଁ ତ ଭାବୁଛି ଆମ ମାଙ୍କୁ କିଏ ହତ୍ୟା କରିଛି ଅପା। ହଁ ଭଉଣୀ, ହେଲେ ମୁଁ ବି ସେଇଆ ଭାବୁଛି। ତାଙ୍କ ପ୍ରତିଶୋଧ ନିଶ୍ଚୟ ନେବା ଅପା। ହଁ ଭଉଣୀ, ତାଙ୍କୁ କେବେ ବି ଛାଡ଼ିବୁନି। ହଁ ଅପା। ହେଲେ ଭଉଣୀ, ଅପା ତାକୁ ଆମେ କୋଉଠି ପାଇବା? ହଁ ଅପା, ତାକୁ ଆମେ କେମିତି ଜାଣିବା, କୋଉଠି ପାଇବା? ହେଲେ ଅପା ଭଉଣୀ, ଆମେ କ'ଣ କରିବା ଅପା? ତାଙ୍କୁ ଖୋଜିବା। ଠିକ୍ ଅଛି ଅପା। କାହିଁ ଯାଉଛ? କେଉଁ ରାଜ୍ୟରୁ ଆସିଛ? ତୁମେ କିଏ? ତୁମ ନାମ କୁହ। ଆମ ନା ଜାଣିଲେ ତୁମେ କ'ଣ କରିବ? ଜାଣିଲେ କ'ଣ କରିବି? ହଁ, ସେଇଟା ହିଁ ଭଗବାନ ହିଁ କହିବ। ହେଲେ ତମେ ଏଠିକୁ ଆସିଛ କାହିଁକି? ମୁଁ ଗୋଟେ ଆଶା ନେଇକି ଆସିଛି। ଆଶା ନେଇକି ଆସିଛ? ହଁ, କୋଉ ଆଶା ନେଇକି ଆସିଛ? ମୋ ବନ୍ଧୁ କହିଛନ୍ତି ତାଙ୍କ ଝିଅ ଦୁଇଟାକୁ ଦେଖିଲେ ଆମ ଘରକୁ ଆଣିବ ବୋଲି କହିଛନ୍ତି। କୋଉ ତମ ବନ୍ଧୁ? ଅପା, ଏଥର ଆମେ ବୁଝି ସାରିଛୁ ଅପା। ଇଏ ହେଲେ ଆମ ମାଙ୍କର ହତ୍ୟାକାରୀ ଅପା। ହଁ ଭଉଣୀ, ସେଥିପାଇଁ ଆମ ମାନଙ୍କୁ ଖୋଜିବା ପାଇଁ ଆସିଛି ଅପା। ଏ ନିଶ୍ଚୟ ଅପା। ହଁ ଭଉଣୀ, ଆମେ ତାଙ୍କୁ ଛାଡ଼ିବାନି ଭଉଣୀ। ହଁ ଅପା। ତାହେଲେ ତୁମେ ସୁଲୟା ଆଉ ସୁପ୍ରିୟା କି? ଏକ ରାଜ୍ୟ ସ୍ଥଳରେ ମୋତେ ଏହି ଦୁଇଟି ସୁନ୍ଦରୀ ମିଳି ଯାଇଛି। ଏହି ରାତି ରଙ୍ଗୀନ ରାତିକୁ आहू रंगीन करने को पड़िबो मते। चुप कर मूर्ख, नारी हाथ कमल नुहे। अरे तू
କହିଛୁ ନାରୀ ସାଜିପାରେ ଦୁର୍ଗା ନାରୀ ସାଜିପାରେ ପଞ୍ଚମଟିନି କେତେବେଳେ କାଲି ତ କେତେବେଳେ ମା ଧରିତ୍ରୀ ଭଉଣୀ ଅପା ତାକୁ ଛାଡ଼ିବାନି ହଁ ଅପା ଏ ହେଲେ ଆମ ମାର ହତ୍ୟାକାରୀ ଅପା ତାକୁ ଜମା ଛାଡ଼ିବାନି ଅପା ଚାଲ ଅପା अबे कौन है मुझे अंका बंका करिवा लोक ଅପା अबे সেই যুগরে মহিষাসুর নারী হাতরে মরিଥିଲା এই কলিযুগর ମୁଁ ହଉଛି ବିଲେଇ। ଅପା ଆମେ ଦୁର୍ବଳ ହେବାନି ଅପା ସେ ଯାହା ବି କହୁଛୁ ଆମେ ନୁହେଁ ତାଙ୍କୁ ମାରିବା ଅପା ତେବେ ଚାଲନ୍ତୁ ଅପା ହବନି ଯା ଫେରି ଯା ହିନ ପାମର যা ফেরি যা হিন পামর মুরাজা ঝিয়া মতে তু আসন কর মুরাজা ঝিয়া মতে তু আসন কর যা ফেরি যা হিন পামর যা ফেরি যা হিন পামর মুরাজা ঝিয়া মতে তু আসন কর মুরাজা ঝিয়া মতে তু আসন কর ছুঁইলে মতে তু জলি ଯିବୁ লড়িলে তু সতে হারি ଯିବୁ ছুঁইলে মতে তু জলি ଯିବୁ লড়িলে তু সতে হারি ଯିବୁ আসন করি ফেরি দিন কুকুরা যা ফেরি যা ফির পামর যা ফেরি যা কিন পামর পুরা জাতীয় মতে তু আসন কর পুরা জাতীয় মতে তু আসন কর রে মূর্খ তোর আমার দশা যদি ଅଛି তাহলে একটু চালি যা নহেলে যুদ্ধ ପାଇଁ ହୋଇଯାଉ ପ୍ରସ୍ତୁତ ତୁମେ ଯୁଦ୍ଧ କରିବାକୁ ଚାହୁଁଛ ମୋ ସହିତ ହଁ ତାହେଲେ ହେଇଯାଉ ଶକ୍ତିର ପରୀକ୍ଷା ହେଲେ ଗୋଟିଏ ସର୍ତ୍ତରେ କଣ ଯଦି ତୁମେ ହାରିଗଲେ କଣ କରିବ କଣ କରିବୁ ଏବେ ମୋ ସହିତ ଯିବ ମୋ ସେଇ ମହଲକୁ ଠିକ ଅଛି ତମ ସେସବୁରେ ଆମେ ରାଜି ତାହେଲେ ହେଇଯାଉ ଶକ୍ତିର ପରୀକ୍ଷା କେବେ ହେଇଯାଉ ଅପା ଭଉଣୀ ତେବେ ଆମ ମାଙ୍କ ପ୍ରତିଶୋଧ ପୁରା ହେଇଛି ଅପା ହଁ ଭଉଣୀ
ହେଲେ ଆମ ପିତା କୁଆଡ଼େ ଗଲେ ତାଙ୍କୁ ଆମେ ଡାକିବା। ଠିକ ଅଛି ଅପା। ପିତା 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 କୋଉଠି ଅଛ? ପିତା ହଁ ଲୋ ମା ଆମ ମା ହତ୍ୟାକାରୀକୁ ଆମେ ଜୀବନରେ ମାରିଦେଇଛୁ ପିତା। ସତ କିଲୋ ମା ହଁ ପିତା। ହେଲେ ମା ପିତା ତୁମେ ସେଇ ଚାଷୀ ପୁତ୍ର ଦୁଇଙ୍କୁ ଭଲ ପାଉଥିଲ ହେଲେ ମା ସେ କେମିତି ତୁ କୋଉଠି ଗଲେ ମା? ପିତା ହଁ ସେମାନେ ଆମକୁ କଥା ଦେଇ ଯାଇଛନ୍ତି ହେଲେ ଏପର୍ଯ୍ୟନ୍ତ ତାଙ୍କୁ ଆମେ ଦେଖିନୁ ପିତା। ସେ କୋଉଠି ଅଛନ୍ତି, ଭଲରେ ଅଛନ୍ତି ନା ଦୁଃଖରେ ଅଛନ୍ତି ସେଇଟା ଆମେ କିଛି ଜାଣିନୁ ପିତା। ସତ କିଲୋ ମା ହଁ ପିତା। ଏବେ ଚାଲ ଯିବା ସେ ଚାଷୀ ଦୁଇ ପୁତ୍ରଙ୍କ ପାଶକୁ ତୁମ ଦୁଇ ଭଉଣୀଙ୍କୁ ବିଭା ଦେବି ଲୋ ମା। ଠିକ ଅଛି ପିତା। ସତ କହୁଛ ପିତା। ହଁ ଏବେ ଚାଲନ୍ତୁ ପିତା। ଚାଲନ୍ତୁ।